18 ରୁ 30 ବର୍ଷ ହେଉଛି ତୁମର ଗୋଲ୍ଡେନ୍ ପିରିୟଡ଼। ଜୁଆନ୍ ଅଛ, ରକ୍ତ ଗରମ ଅଛି, ଶକ୍ତି ଅଛି, ସାମର୍ଥ୍ୟ ଅଛି, ତୁମେ ରେଜଲ୍ଟ ଦେଖାଅ, ପରାକ୍ରମ ଦେଖାଅ। ଆଉ ଡିପ୍ରେସନରେ କ'ଣ ଯାଉଛ, ବ୍ରେକଅପ୍ରେ କ'ଣ ଭାଙ୍ଗି ପଡ଼ୁଛ? ଆଉ କିଛି ଅଛନ୍ତି କଥା କଥାରେ ଯାଇ ରାଜରାସ୍ତାରେ ବସି ବିକ୍ଷୋଭ କରୁଛନ୍ତି। କ'ଣ ଲାଗୁଛି ତୁମକୁ ଏସବୁ ପରେ ଯାଇ ସାର୍ଟିଫିକେଟରେ ଲେଖା ହେବ ନା ଗୋଟେ ଗୋଟେ ଏକ୍ସପିରିଏନ୍ସ ସାର୍ଟିଫିକେଟ୍ ତୁମକୁ ମିଳିବ? କାହାର ରିଜର୍ଭେସନ୍ ନାହିଁ ବୋଲି ସେ ବହୁତ ଟେନସନ୍ରେ ଅଛି, ଆଉ କାହାର ଗର୍ଲଫ୍ରେଣ୍ଡ କି ବୟଫ୍ରେଣ୍ଡ ନାହିଁ ବୋଲି ସେମାନେ ବହୁତ ଟେନସନ୍ରେ ଅଛନ୍ତି। ଅଲ୍ ଦିଜ୍ ଆର୍ ଏକ୍ସଟର୍ନାଲ୍ ଫ୍ୟାକ୍ଟର୍ସ ବ୍ରୋ, ଯାହା ଆମ ହାତରେ ନାହିଁ। ତାହା ଭାବି କିଛି ଲାଭ ବି ନାହିଁ। ହଉ, ମୁଁ ଦୁଇଟା ଡାଇରେକ୍ଟ ଆଉ ହାର୍ଡ ଏକ୍ଜାମ୍ପଲ୍ ଦେଉଛି ହତାଶିଆ ମାନଙ୍କୁ, କମେଣ୍ଟରେ ରିପ୍ଲାଏ ଦିଅ। ଫାର୍ଷ୍ଟ ଏକ୍ଜାମ୍ପଲ୍, ପଏଣ୍ଟ ନମ୍ବର 1, ଯିଏ ସିଙ୍ଗଲ ଅଛି ତାର ବହୁତ ଟେନସନ୍, ତାର ଗର୍ଲଫ୍ରେଣ୍ଡ କି ବୟଫ୍ରେଣ୍ଡ ନାହିଁ। ପଏଣ୍ଟ ନମ୍ବର 2, ଆଉ ଯାହାର ଗର୍ଲଫ୍ରେଣ୍ଡ କି ବୟଫ୍ରେଣ୍ଡ ଅଛି ତାର ତା ସାଙ୍ଗେ ମ୍ୟାରେଜ୍ ହେଇପାରୁନି ବୋଲି ଆହୁରି ଟେନସନ୍। ୱିଥ୍ ରେଫରେନ୍ସ ଟୁ ପଏଣ୍ଟ ନମ୍ବର 1, ଟେନସନ୍ ଦେଇଥିଲା କିଏ? ସେଇଭଳି ନେକ୍ସଟ ଏକ୍ଜାମ୍ପଲ୍ ଷ୍ଟେଟମେଣ୍ଟ ହେଉଛି ଯାହାର ରିଜର୍ଭେସନ୍ ଅଛି ସିଏ ଚାକିରି ପାଉଛି। ଇମ୍ପ୍ଲାଇଜ୍ ଦ୍ୟାଟ୍ ଅନରିଜର୍ଭ ପିଲା ଆଜି ଯାଇ ଚାକିରି ପାଇନାହାନ୍ତି, ଅର୍ ସମସ୍ତ ରିଜର୍ଭ କ୍ୟାଟେଗୋରୀ ପିଲା ଭାରତ ବର୍ଷରେ ଚାକିରି ପାଇସାରିଛନ୍ତି। କେଉଁଟା? ନାହିଁ ନା। ତାହେଲେ ଆମର ଲକ୍ଷ୍ୟ ରହିବା ଦରକାର କେମିତି 100ରୁ 100 ମାର୍କ ଆମେ ରଖିବା। କାହାର ନହେଲେ ବି ମୋର ସେ ଚାକିରିଟା ହେବା ଦରକାର, ସେ ଆଟିଟ୍ୟୁଡ୍ ରହିବା ଦରକାର। ଗାର୍ଲଫ୍ରେଣ୍ଡ ଦିନେ ଫେରି ଆସିପାରେ, ଗୋଲ୍ଡେନ୍ ସମୟ ଫେରିବନି। ସ୍ୱାଭିମାନ ଦିନେ ଫେରି ଆସିବ, ଆଉ ସେ ଗୋଲ୍ଡେନ୍ ସମୟ ଫେରି ଆସିବନି। हे ओडिया जुआन पिला तुम्हें पाठ भी पढ़िब, परिश्रम भी करिब, शक्ति प्रदर्शन भी करिब, सशक्त भी तमें ही हो। हाँ, तमें ही गरम अछ, अन्याय विरोध में विक्षोभ भी तुमको ही करिया को पड़िब, किंतु 18 ରୁ 30 ଭିତରେ ନିଜକୁ प्रमाण भी करिया को पड़िब। एति सहित बदलिब युवपीढ़ी, बदलिब ओडिशा। धन्यवाद। जय जगन्नाथ। वंदे उत्कल जननी।